ଦୁନିଆର ସବୁଠୁ ଲୋକପ୍ରିୟ ପ୍ୟାରଟ ପ୍ରଜାତି କହିଲେ କନିଅରକୁ ହିଁ ବୁଝାଇଥାଏ। କନିଅର ମାନେ ଦେଖିବା ପାଇଁ ବହୁତ ସୁନ୍ଦର ବା କଲରଫୁଲ ଏବଂ ପ୍ଲେଫୁଲ ମଧ୍ୟ ହୋଇଥାନ୍ତି। ଏମାନେ ଦେଖିବା ପାଇଁ ଯେତିକି ସୁନ୍ଦର ଏମାନେ ବହୁତ ଭଲ ଟେମ୍ ବି ହେଇଥାନ୍ତି। କନିଅର ମାନଙ୍କ ବିଷୟରେ ଆଜି ସମ୍ପୂର୍ଣ୍ଣ ତଥ୍ୟ ନେଇ ଆଲୋଚନା କରିବା। ନମସ୍କାର, ମୁଁ ଦୀପକ, ସ୍ୱାଗତ କରୁଛି ମୋ ଚ୍ୟାନେଲ ଦୀପକ ବାର୍ଡକୁ। କନିଅର ହେଉଛି ପ୍ୟାରଟ ପ୍ରଜାତିର ଏକ ମଧ୍ୟମ ଧରଣର ଚଢେଇ, ଯାହାକି ସାଉଥ ଆମେରିକା ଏବଂ ମେକ୍ସିକୋ ଜଙ୍ଗଲରେ ଦେଖିବା ପାଇଁ ମିଳନ୍ତି। କନିଅର ମାନେ ସାଧାରଣତଃ କଲୋନି ବା ଦଳ ବାନ୍ଧି ରହିବା ପାଇଁ ପସନ୍ଦ କରନ୍ତି। ଯଦି ଆପଣ ଏମାନଙ୍କୁ ଗୋଟେ ବଡ କଲୋନି ମାଧ୍ୟମରେ ରଖନ୍ତି ଏବଂ କଲୋନି ମାଧ୍ୟମରେ କିଛି ନେକ୍ସଟ ବକ୍ସ ଦିଆଯାଏ, ତେବେ ସନ୍ଧ୍ୟା ହେଲା ମାତ୍ରେ ପ୍ରାୟତଃ ସମସ୍ତ ଚଢେଇ ବା ସମସ୍ତ କନିଅର ଗୋଟିଏ ହିଁ ନେକ୍ସଟ ବକ୍ସ ଭିତରେ ଦଳ ବାନ୍ଧି ରହିବା ପାଇଁ ପସନ୍ଦ କରନ୍ତି। ମୁଖ୍ୟତଃ 11ଟି ସ୍ପେସିସ ର ଚଢେଇ ୱାଇଲ୍ଡ ରେ ଦେଖାଯାନ୍ତି। ସେଥିମଧ୍ୟରୁ 2ଟି ସ୍ପେସିସ ର ଚଢେଇ ବା 2ଟି ସ୍ପେସିସ ର କନିଅର ଲୋକପ୍ରିୟ କହିଲେ ଚଳେ। ମୁଁ ଆଜି ଆପଣମାନଙ୍କୁ ମୁଖ୍ୟତଃ କିଛି କମନ ବା ପପୁଲାର ସ୍ପେସିସ ବିଷୟରେ ଆଜି କହିବି ଏବଂ ସେମାନେ ଦେଖିବା ପାଇଁ କିପରି ସେସବୁ ଆପଣଙ୍କୁ এই ଭିଡିଓ ମାଧ୍ୟମରେ ଆପଣଙ୍କ ପାଖରେ ସେୟାର କରିବି। ଏବେ ଆପଣମାନେ ସ୍କ୍ରିନରେ ଯୋଉ ଚଢେଇଟି ଦେଖୁଛନ୍ତି, ୟାର ନାଁ ହଉଛି ଗ୍ରୀନ ଚିକ୍ କନିଅର। ଏ କନିଅରଟି ୱାଇଲ୍ଡ ରେ ଦେଖାଯାଏ। ଏହାପରେ ଆପଣ ଏବେ ଯୋଉ ସ୍କ୍ରିନରେ ଚଢେଇଟି ଦେଖୁଛନ୍ତି, ୟାର ନାଁ ହଉଛି ପାଇନାପଲ କନିଅର। ଏହା କିନ୍ତୁ ୱାଇଲ୍ଡ ରେ ଦେଖାଯାଏ ନାହିଁ। ଏହା ଗ୍ରୀନ ଚିକ୍ ର ଏକ ମ୍ୟୁଟେସନ। ଏବେ ଆପଣ ଯେଉଁ କନିଅର ଦେଖୁଛନ୍ତି, ଏହାକୁ ୟେଲୋ ସାଇଡେଡ କନିଅର କୁହାଯାଏ। ଏବେ ଆସନ୍ତୁ ଜାଣିବା ଏହା ନାଁ କାହିଁକି ୟେଲୋ ସାଇଡେଡ କନିଅର ହେଇଛି ବୋଲି। ଆପଣ ଦେଖନ୍ତୁ, ଏହାର ଡେଣାର ସାଇଡ ଭାଗରେ ବା ପେଟର ସାଇଡ ଭାଗରେ ୟେଲୋ ୟେଲୋ ଅଛି, ତେଣୁକରି ୟାର ନାଁ ୟେଲୋ ସାଇଡେଡ ଦିଆଯାଇଛି। ଏହା ଗ୍ରୀନ ଚିକ୍ ର ଏକ ମ୍ୟୁଟେସନ। ଏବେ ଆପଣମାନେ ଯେଉଁ ଚଢେଇଟି ଦେଖୁଛନ୍ତି, ଆପଣମାନଙ୍କୁ କିଛି କହିବାକୁ ପଡିବନି, ଆପଣମାନେ ୟାର ରଙ୍ଗ ଦେଖି ଜାଣିପାରୁଥିବେ। ୟାର ରଙ୍ଗ ଅନୁସାରେ ୟାର ନାଁ ହେଇଛି। ୟାର ରଙ୍ଗ ଯେହେତୁ ବ୍ଲୁ କନିଅର, ୟାର ନାଁ ବି ସେମିତି ବ୍ଲୁ କନିଅର। ଏମାନେ ବି ହଉଛନ୍ତି ଗ୍ରୀନ ଚିକ୍ ର ମ୍ୟୁଟେସନ। ୟେଲୋ କଲର ରେ ନାଲି କଲର ଥିବା ଚଢେଇଟି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସେ। ଏବେ ଯୋଉ ସ୍କ୍ରିନରେ ଯୋଉ ଚଢେଇଟି ଦେଖୁଛି, ୟା ନାଁ ହଉଛି ସନଚିକ୍ କନିଅର, ଯୋଉଟା କି ଦେଖିବା ପାଇଁ ୟେଲୋ ଆଉ ରେଡ କଲର ହୋଇଥାଏ। ଛୋଟ କନିଅର ମାନଙ୍କ ଭିତରେ ସବୁଠୁ ସୁନ୍ଦର ଦିଶୁଥିବା ଚଢେଇଟି ସନଚିକ୍ କନିଅର। ମୁଁ ଏତେ ପର୍ଯ୍ୟନ୍ତ ଆପଣମାନଙ୍କୁ ସ୍କ୍ରିନରେ ଯୋଉ ସବୁ କନିଅର ଗୁଡାକ ଦେଖେଇଲି, ୟାଙ୍କ ମଧ୍ୟରୁ ଗ୍ରୀନ ଚିକ୍ କନିଅରକୁ ବାଦ ଦେଲେ ଅନ୍ୟ ସବୁ କନିଅର ମାନେ ୱାଇଲ୍ଡ ରେ ଦେଖାଯାଆନ୍ତି ନାହିଁ। ଏମାନେ ହଉଛନ୍ତି ଗ୍ରୀନ ଚିକ୍ ର ଗୋଟେ ମ୍ୟୁଟେସନ। ଏବେ ଆମେ ଅନ୍ୟ ଏକ ପପୁଲାର ଚଢେଇ ବିଷୟରେ କଥା ହବା, ଯୋଉଟା କି ଆପଣମାନଙ୍କ ପ୍ରାୟତଃ ସବୁ ଲୋକଙ୍କର ପସନ୍ଦ ବା ପପୁଲାର କହିଲେ ଚଳେ। ସେ ହଉଛି ସନକନିଅର। ସନକନିଅର ର ସାଇଣ୍ଟିଫିକ ନେମ୍ ହଉଛି ଆରାବିଙ୍ଗା ସେଲଟ୍ରିସିଆଲିସ୍। ସନକନିଅରଟି ଦେଖିବା ପାଇଁ ହଳଦୀ ଏବଂ ନାଲି ରଙ୍ଗର ମିଶା ଚଢେଇଟେ, କିନ୍ତୁ ଏହାର ଡେଣା ବା ଲାଞ୍ଜରେ ବ୍ଲୁ ମିଶ୍ରିତ ଗ୍ରୀନ କଲର ଥାଏ। ସନକନିଅରଟି ଛୁଆ ଅବସ୍ଥାରେ ମୁଖ୍ୟତଃ ଗ୍ରୀନ କଲର ଦେଖାଯାଇଥାଏ। ଏମାନେ ଆଡଲ୍ଟ ହେଲା ପରେ ପ୍ରାୟତଃ 15ରୁ 16 ମାସ ପରେ ଏମାନଙ୍କ ରଙ୍ଗ ପରିବର୍ତ୍ତନ ହୋଇ ଏମାନଙ୍କର ହଳଦିଆ ଏବଂ ନାଲିରେ ଏମାନେ ପରିବର୍ତ୍ତନ ହୁଅନ୍ତି। ଏବେ ଆମେ କଥା ହେବା କନିଅର ମାନଙ୍କର ବିହେଭିୟର ବା ସ୍ୱଭାବ ବିଷୟରେ। ଯଦି କନିଅର ଛୁଆ ମାନଙ୍କୁ ଛୋଟ ଥିବା ଅବସ୍ଥାରେ ହ୍ୟାଣ୍ଡ ଫିଡିଂ କରି ବଡ କରାଯାଏ, ତେବେ ପ୍ରାୟତଃ ସମସ୍ତ କନିଅର ବହୁତ ଟେମ୍ ହୋଇଥାନ୍ତି। କନିଅର ମାନେ ଓନର ମାନଙ୍କର କାନ୍ଧ ମୁଣ୍ଡ ଉପରେ ବସି ଚୁଟିକୁ ସ୍କ୍ରାଚ କରିବା ପାଇଁ ବହୁତ ଭଲ ପାଆନ୍ତି। କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ କଥା, ସମସ୍ତ କନିଅର ପ୍ରାୟତଃ ଲାଉଡ ବା ଚିତ୍କାର କରିବାକୁ ପସନ୍ଦ କରନ୍ତି, ବିଶେଷ କରି ସନକନିଅର। ସନକନିଅର ମାନେ ସକାଳେ ଏବଂ ସନ୍ଧ୍ୟା ବେଳେ, ବିଶେଷ କରି ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତ ସମୟରେ ବହୁତ ଜୋରରେ ଚିତ୍କାର କରିଥାନ୍ତି। କିନ୍ତୁ ସେହି ସମୟରେ ସନକନିଅର ତୁଳନାରେ ଗ୍ରୀନ ଚିକ୍ କନିଅର ମାନେ ବହୁତ କମ ଶବ୍ଦ କରିଥାନ୍ତି। ଯଦି ଆପଣ ମାନଙ୍କ ମଧ୍ୟରୁ କିଏ ଆପାର୍ଟମେଣ୍ଟରେ ରହୁଥାନ୍ତି କିମ୍ବା ଆପଣ ମାନଙ୍କ ପାଖରେ ଥିବା ପଡୋଶୀ ମାନଙ୍କୁ ଶବ୍ଦ କରୁଥିବା ଚଢେଇ ପସନ୍ଦ ନୁହେଁ, ସେହି ଜାଗାରେ ଆପଣ ମାନେ କମ ସାଉଣ୍ଡ କରୁଥିବା ଚଢେଇ ବା ଗ୍ରୀନ ଚିକ୍ ଭେରାଇଟିର କନିଅର ମାନଙ୍କୁ ଆପଣ ରଖିପାରିବେ। ସମସ୍ତଙ୍କ ମନରେ ପ୍ରାୟତଃ ଗୋଟିଏ ହିଁ ଡାଉଟ୍ ଥାଏ, ଯୋଉଟା କି ଭାରି କମନ ଡାଉଟ୍। ଏମାନେ ଯେହେତୁ ଦେଖିବା ପାଇଁ ଛୁଆ ଭଳିଆ, ଏମାନେ ଭଲସେ କଥା କହିପାରନ୍ତି କି ନାହିଁ। କାହିଁକି ନା ଆମ ସମସ୍ତଙ୍କ ମନରେ ଗୋଟେ ଥାଏ ଯେ ଏମାନେ ପ୍ରାୟତଃ ସବୁ ଛୁଆ ଗୁଡା କଥା କହନ୍ତି। ଏଇ ଛୁଆ ଗୁଡାକ କଥା କହିପାରନ୍ତି କି ନାହିଁ, ପ୍ରାୟତଃ କମନ ପିପୁଲ ମାନେ ଯୋଉମାନେ ଚଢେଇ ବିଷୟରେ ଟିକେ କମ ଧାରଣା ବା ଯୋଉମାନେ କନିଅର ମାନଙ୍କ ବିଷୟରେ ଟିକେ କମ ଧାରଣା, ସେମାନଙ୍କ ମନରେ ଏଇ ଡାଉଟ୍ ଥାଏ। ପ୍ରାୟ ଅଧିକାଂଶ ଲୋକ ଚଢେଇ କିଣିଲା ବେଳେ ଏଇ କୋଶ୍ଚିନ୍ କରିଥାନ୍ତି। କନିଅର ମାନେ ବଡ ପ୍ୟାରଟ ମାନଙ୍କ ଭଳି ସ୍ପଷ୍ଟ କଥା କହିପାରନ୍ତି ନାହିଁ, କିନ୍ତୁ ଏମାନେ କିଛି ଛୋଟ ଛୋଟ ଶବ୍ଦ କପି କରିପାରନ୍ତି, ଯେମିତିକି ହାଲୋ, ବାଏ ବା ଆପଣଙ୍କ ମୋବାଇଲ ରିଙ୍ଗଟୋନ ବା ଆପଣଙ୍କର କଲିଂ ବେଲ। ଏବଂ ଏମାନେ ବହୁତ ଭଲ ସୁନ୍ଦର ହୁଇସିଲ ମଧ୍ୟ ମାରିପାରନ୍ତି। ଚଢେଇ ରଖିବା ପାଇଁ ହେଲେ ମୁଖ୍ୟତଃ ଦୁଇଟି ଜିନିଷ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଚଢେଇ ମାନଙ୍କୁ କିପରି ଭଲ ଖାଦ୍ୟ ଦବା, ଦ୍ୱିତୀୟଟି ହେଲା ଚଢେଇ ମାନଙ୍କୁ କିପରି ଆମେ ଭଲରେ ରଖିବା, ମାନେ ଭଲ ପଞ୍ଜୁରୀ ଦବା। ଏବେ ଆମେ କଥା ହେବା କନିଅର ମାନେ କଣ କଣ ଖାଇପାରିବେ। ଆପଣ ମାନଙ୍କ କନିଅରକୁ ହେଲ୍ଦି ରଖିବା ପାଇଁ ହେଲେ ଖାଦ୍ୟପେୟ ସଠିକ ଭାବରେ ଦେବା ନିହାତି ଆବଶ୍ୟକ। ମୁଖ୍ୟତଃ ମୁଁ ପ୍ରାୟ ଜାଗାରେ ଦେଖିଛି କନିଅର ମାନଙ୍କୁ ଖାଲି ସୂର୍ଯ୍ୟମୁଖୀ ଖାଇବାକୁ ଦିଆଯାଏ। କନିଅର ମାନଙ୍କୁ କେବଳ ସନଫ୍ଲାୱାର ସିଡ୍ ଖାଇବାକୁ ଦେଲେ କନିଅର ମାନେ ଅଳ୍ପ ଦିନରେ ଫ୍ୟାଟ ହେଇଯାଆନ୍ତି ଏବଂ ସେମାନେ ଅଳ୍ପ ଦିନରେ ଅସୁସ୍ଥ ମଧ୍ୟ ହେଇଯାଆନ୍ତି। କନିଅର ମାନେ ବିଭିନ୍ନ ପ୍ରକାରର ସ୍ପ୍ରାଉଟ ଖାଆନ୍ତି, ଯେପରି ଗଜା ବୁଟ, ଗଜା ମୁଗ, ଗଜା ଗହମ, ଗଜା ସୋଲାକୁ ଇତ୍ୟାଦିକୁ ଆପଣ ବତୁରେଇ କିମ୍ବା ଆପଣ ସ୍ପ୍ରାଉଟ କରି ଗଜା କରି ଦେଇପାରିବେ କନିଅର ମାନଙ୍କୁ, କିମ୍ବା ପାଣିରେ ଭିଜେଇ ଦେଲେ କନିଅର ମାନେ ଏହାକୁ ବହୁତ ଆନନ୍ଦରେ ଖାଇଥାନ୍ତି। ଏତଦ୍ ବ୍ୟତୀତ ବି କନିଅର ମାନେ ବିଭିନ୍ନ ପ୍ରକାରର ଫ୍ରୁଟ୍ସ, ଭେଜିଟେବୁଲ ମଧ୍ୟ ଖାଇଥାନ୍ତି। ଯଦି ଫ୍ରୁଟ୍ସ ବା ଭେଜିଟେବୁଲ ଗୁଡ଼ିକ ଅର୍ଗାନିକ ହେଇଥାଏ, ତେବେ ଏହା କନିଅର ମାନଙ୍କ ପାଇଁ ଆହୁରି ବେନିଫିଟ ହୋଇଥାଏ। ଆପଣ ମାନେ କନିଅର ମାନଙ୍କୁ ବିଭିନ୍ନ ପ୍ରକାର ଶାଗ ମଧ୍ୟ ଦେଇପାରିବେ। ଏବେ ବଜାରରେ ବିଭିନ୍ନ କମ୍ପାନୀ ମାନେ ପ୍ୟାଲେଟ ର ବିଭିନ୍ନ ପ୍ୟାକେଟ କରି ମଧ୍ୟ ବିକ୍ରି କରୁଛନ୍ତି। ଆପଣ ମାନେ କନିଅର ମାନଙ୍କ ପାଇଁ ପ୍ୟାଲେଟ ମଧ୍ୟ ଦେଇପାରିବେ ଏବଂ ଏହା ସହିତ ବିଭିନ୍ନ ପ୍ରକାର ଦାନାର ସିଡମିକ୍ସ ବନେଇ ଆପଣ ମାନେ କନିଅର ମାନଙ୍କୁ ଦେଇପାରିବେ। କିନ୍ତୁ ଖାଲି
ଖାଲି ସୂର୍ଯ୍ୟମୁଖୀ ଦେବା ଚଢେଇ ମାନଙ୍କ ଠାରୁ ଆଭଏଡ କରନ୍ତୁ। ମୁଁ ଏବେ କନିଅର ମାନଙ୍କୁ କଣ କଣ ଖାଇବାକୁ ଦେବେ ସେ ବିଷୟରେ ଆଲୋଚନା କଲି, କିନ୍ତୁ ଆପଣ ମାନେ ଏଇ ସବୁ ଖାଦ୍ୟକୁ କେଇ କୋଉ ସମୟରେ ଦେବେ ସେ ବିଷୟରେ ମୁଁ ଏବେ ଆପଣଙ୍କୁ ଜଣାଉଛି। ଖାଦ୍ୟର ସଠିକ ପରିମାଣ ଏବଂ କେଉଁ କେଉଁ ଟାଇମରେ ଏହା ଦିଆଯାଏ। ସକାଳେ ପ୍ରଥମେ ଆପଣ କନିଅର ମାନଙ୍କୁ ଭିଜା ହୋଇଥିବା ସ୍ପ୍ରାଉଟ ଯେପରିକି ଗହମ, ମୁଗ, ବୁଟ, ସୋଲା ଇତ୍ୟାଦିକୁ ଦେଇପାରିବେ ଏବଂ ପ୍ରାୟତଃ 10ଟା ରୁ 11ଟା ସମୟରେ ଆପଣ ଯେକୌଣସି ପରିବା ମଧ୍ୟ ଦେଇପାରିବେ। ଗୋଟେ ବେଳ ବା ମଧ୍ୟାହ୍ନ ସମୟରେ ଆପଣ ବିଭିନ୍ନ ପ୍ରକାରର ଫ୍ରୁଟ ଦେଇପାରିବେ ଏବଂ ପ୍ରାୟତଃ 3 ରୁ 4ଟା ବେଳେ କନିଅର ମାନଙ୍କୁ ସିଡ ମିକ୍ସ ଦବା ନିହାତି ଆବଶ୍ୟକ। ମାନେ ଆପଣମାନଙ୍କ ଚଢେଇ ପାଖରୁ ପିଆଜ, ରସୁଣ, କଫି, ଆଭୋକାଡ, ଲୁଣ ଏହିପରି ଖାଦ୍ୟ ପଦାର୍ଥକୁ ଦୂରେଇ ରଖିବା ନିହାତି ଆବଶ୍ୟକ, କାହିଁକି ନା ଏହା ଚଢେଇ ପାଇଁ ସ୍ଲୋ ପଏଜନ ଭଳି କାମ କରେ। ମୁଁ ଟିକେ ପୂର୍ବରୁ କହିଥିଲି ଯେ କନିଅର ରଖିବା ପାଇଁ ହେଲେ ଦୁଇଟି ଜିନିଷ ମୁଖ୍ୟତଃ ଆବଶ୍ୟକ, ଗୋଟେ ହେଲା ଖାଦ୍ୟପେୟ ଆଉ ଗୋଟେ ହେଲା ରହିବା ବା ପଞ୍ଜୁରୀ। ଖାଦ୍ୟପେୟ ବିଷୟରେ ତ ମୁଁ କିଛି ନା କିଛି ଆଲୋଚନା କରିସାରିଲିଣି, ଏବେ ଯିବା ଆଲୋଚନା କରିବା ପଞ୍ଜୁରୀ ବିଷୟରେ। ଚଢେଇ କନିଅର ମାନଙ୍କର ପଞ୍ଜୁରୀଟି ଅତି କମ ରେ ଆପଣ ଯଦି ଯେକୌଣସି ବି ଚଢେଇର କନିଅର ରଖିଛନ୍ତି, ଛୋଟ କନିଅର ହଉ ବା ବଡ କନିଅର ହଉ, ମିନିମମ୍ ସାଇଜ 4 ଫୁଟ ବାଇ 2 ଫୁଟ ବାଇ 2 ଫୁଟ, ମାନେ 4 ଫୁଟ ଲମ୍ବା, ହାଇଟ୍ 2 ଫୁଟ ଚଉଡା 2 ଫୁଟ ଦେବା ଆବଶ୍ୟକ। ଯଦି ଆପଣ ମାନେ କିଏ ବ୍ରିଡର ମୋ ଭିଡିଓ ଦେଖୁଛନ୍ତି, ଆପଣ ମାନେ ତ ବହୁତ ବଡ ପଞ୍ଜୁରୀ ଦେବା ଆବଶ୍ୟକ, ମାନେ 4 ଫୁଟ ରୁ ବହୁତ ବଡ ପଞ୍ଜୁରୀ ଦେବା ଆବଶ୍ୟକ। କାହିଁକି ନା ଯେତେବେଳେ ଜଣେ ଆପଣଙ୍କ ପାଖକୁ କିଣିବା ପାଇଁ ଆସେ, କୌଣସି କଷ୍ଟମର ବା କୌଣସି ଖରିଦାର ଆପଣଙ୍କଠୁ କିଣିବା ପାଇଁ ଆସନ୍ତି, ସିଏ ଆପଣଙ୍କଠୁ ବଡ 6 ଫୁଟ ବା 5 ଫୁଟ ପଞ୍ଜୁରୀ ଦେଖିଲେ ସେ ନିଜେ ହିଁ 4 ଫୁଟ ପଞ୍ଜୁରୀ ବା 3 ଫୁଟ ପଞ୍ଜୁରୀ ରଖିବେ। ଯଦି ଆପଣ ନିଜେ 3 ଫୁଟ ପଞ୍ଜୁରୀ ରଖନ୍ତି, ତାହେଲେ ଆପଣ ମାନେ କଷ୍ଟମରକୁ କଦାପି କହିପାରିବେନି ଯେ ଆପଣ 5 ଫୁଟ ବା 3 ଫୁଟ ପଞ୍ଜୁରୀ ରଖନ୍ତୁ ବୋଲି। ତେଣୁ ଯୋଉମାନେ ବ୍ରିଡର ମୋ ଭିଡିଓ ଦେଖୁଛନ୍ତି, ସେମାନେ ମୁଖ୍ୟତଃ 4 ଫୁଟ ରୁ ଅଧିକ ସାଇଜ ର ପଞ୍ଜୁରୀ ଦେବା ଆପଣ ମାନଙ୍କ କନିଅରକୁ ନିହାତି ଆବଶ୍ୟକ। ଏମିତିରେ ବି ଚଢେଇଟା ଯୋଉମାନେ ବ୍ରିଡର ବା ଯିଏ ବ୍ରିଡ କରୁଛନ୍ତି, ଚଢେଇକୁ ବଡ ପଞ୍ଜୁରୀ ଦେଲେ ଚଢେଇର ହେଲ୍ଥ ବେନିଫିଟ ବହୁତ ସାରା ଅଛି। ଚଢେଇ ଉଡିବ, ଚଢେଇର ଲଂଜିଭିଟି ବଢିବ ଏବଂ ଚଢେଇ ଅଧିକରୁ ଅଧିକ ବ୍ରିଡ କରିବ। କିନ୍ତୁ ଛୋଟ ପଞ୍ଜୁରୀ ଦେଲେ ଚଢେଇଟି ଗୋଟେ ଜାଗାରେ ବସିବ, ଫ୍ଲାଇଂ ର ସମସ୍ୟା ହବ, ଚଢେଇର ଫ୍ୟାଟ ଲାଗିବ, ଏସବୁ ସମସ୍ୟା ଅଛି। ବଡ ପଞ୍ଜୁରୀ ଦେଲେ ଆପଣ ମାନଙ୍କ କଷ୍ଟମରକୁ ସଜେସନ କରିପାରିବେ ଯେ ଆପଣ ବି ବଡ ପଞ୍ଜୁରୀ ରଖନ୍ତୁ। ଛୋଟ ପଞ୍ଜୁରୀ ଦେଲେ ଆପଣ ମାନେ ଆପଣଙ୍କ କଷ୍ଟମରକୁ ସଜେସନ କରିପାରିବେନି ଯେ ଆପଣ ମାନେ ବଡ ପଞ୍ଜୁରୀ ରଖନ୍ତୁ। ଆଉ ଚଢେଇ ବଡ ପଞ୍ଜୁରୀ ନ ପାଇଲେ, ଫ୍ଲାଇଂ ନ କଲେ ଚଢେଇର ଲଂଜିଭିଟି କମିବ, ଚଢେଇ ଖୁସିରେ ରହିବନି। ଯଦି ଆପଣ ବଜାରରୁ ପଞ୍ଜୁରୀ କିଣୁଛନ୍ତି, ତେବେ ତା ଦେହରେ ଗୋଟେ ରେଡିମେଡ ବାଡି ଦିଆଯାଇଥାଏ, ଯୋଉଟା କି ଦିପଟ ସାଇଡ ଦେଖିବା ପାଇଁ ପୁରା ସେମ ଟୁ ସେମ। ମୁଁ ତ କହିବି ଆପଣ ସେଟାକୁ ଆଭଏଡ କରି ଆପଣ ଯେତେବେଳେ ନ୍ୟାଚୁରାଲ ଲିମ୍ବ ବାଡି ହଉ କିମ୍ବା ୟୁକାଲି ପଟାସ ବାଡି ହଉ ଦିଅନ୍ତୁ, କାହିଁକି ନା ଚଢେଇଟା ନ୍ୟାଚୁରାଲି ଜଙ୍ଗଲରେ ବଙ୍କା ଛୋଟ ଡାଳ ଥିବା ସରୁ ଡାଳ ଏସବୁ ଉପରେ ଚଢେଇଟା ବସେ। ଚଢେଇଟି କଦାପି ହେଲେ ଜୀବନରେ ଗୋଟେ ରୋଲ ବାଡି ଭଳିଆ ଆକାରରେ ବସେ ନାହିଁ। ଆପଣ ଗୋଟେ ନ୍ୟାଚୁରାଲ ବାଡି ପ୍ରୋଭାଇଡ କରିବା ପାଇଁ ଟ୍ରାଏ କରନ୍ତୁ। ଯଦି ଆପଣ ମାନେ କନିଅର ରଖୁଛନ୍ତି, ତେବେ ପ୍ରାୟତଃ 2 ରୁ 3 ଦିନ ଭିତରେ ପଞ୍ଜୁରୀର ଟ୍ରେ ସଫା କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ। ଯଦି ଆପଣ ସବୁଦିନ ସଫା କରିପାରୁଛନ୍ତି ଟାଇମ ଦେଇକି, ତେବେ ଚଢେଇ ପାଇଁ ଭଲ। ଚଢେଇ ଇନଫେକ୍ସନରୁ ବଞ୍ଚିବ, କୌଣସି ବ୍ୟାକ୍ଟେରିଆଲ ବା ଫଙ୍ଗସ ଇନଫେକ୍ସନ ଚଢେଇକୁ ହବ ନାହିଁ। ଏଥିରୁ ବ୍ୟତୀତ ଯଦି ଆପଣ ମାନେ କନିଅର ମାନଙ୍କୁ ଟେମ୍ ହିସାବରେ ରଖୁଛନ୍ତି, ତେବେ ସେଇ ପଞ୍ଜୁରୀ ଭିତରେ 2ଟି ଝୁଲା ବା ଖେଳଣା ଦିଅନ୍ତୁ। ଯେମିତି କି ଆଜିକାଲି ଆସିଲାନି ରେଡିମେଡ ର କାଠ ବା ଦଉଡିର ଝୁଲଣା ଆପଣ ଦେଇପାରିବେ, ଯୋଉଠିକି କନିଅର ମାନେ ବୋରିଂ ନ ହେଇ ଖେଳିପାରିବେ। ସମସ୍ତଙ୍କ ମନରେ ଗୋଟେ ଡାଉଟ ଆସୁଥିବ ଯେ ଆମେ ଏତେ ଟଙ୍କା ବା ଏତେ ଦାମୀ ଚଢେଇ କିଣିବୁ ବା ଏତେ ଟଙ୍କା ଦେଇକି ଆମେ ଚଢେଇ ନବୁ ଘରେ ରଖିବାକୁ, ଏମାନେ କେତେ ଦିନ ବଞ୍ଚି ପାରିବେ? ପ୍ରାୟତଃ କନିଅର ମାନଙ୍କର ଲାଇଫ ଟାଇମ 15 ରୁ 20 ବର୍ଷ ନେଇକି ଅପ୍ ଟୁ ଯୋଉମାନେ ଟିକେ ବଡ ସାଇଜର କନିଅର, ସେମାନେ 40 ରୁ 50 ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। କିନ୍ତୁ ନର୍ମାଲ ମୁଁ ଯେତିକି ଆପଣଙ୍କୁ କହିଲି ଯେ ଆରାଟିଙ୍ଗା ବା ହିରୁଗୁରା ବା ଆରାଟିଙ୍ଗା ଗ୍ରୁପର ଯୋଉମାନେ କମନ ଚଢେଇ ବା ପପୁଲାର ଚଢେଇ, ଏମାନେ ମୁଖ୍ୟତଃ 15 ରୁ ନେଇକି ଅପ୍ ଟୁ 30 ରୁ 35 ବର୍ଷ ଏମାନଙ୍କର ଲଂଜିଭିଟି ଥାଏ। ସମସ୍ତଙ୍କ ମନରେ ଗୋଟିଏ ହିଁ କଥା ଚାଲୁଥିବ ଯେ ମୁଁ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରକାର ଚଢେଇ ରଖିଲାଣି, ଏମାନଙ୍କର ପ୍ରାଇସ୍ କାହିଁ ମୁଁ ଶୋ ଅଫ୍ କରୁନି ବା ପ୍ରାଇସ୍ କାହିଁ କହୁନି? ଦେଖନ୍ତୁ, ଚଢେଇଟା ହଉଛି କୌଣସି ପ୍ୟାକେଟ ଫୁଡ ନୁହେଁ। ଚଢେଇର MRP ହେଇପାରିବନି, ମାକ୍ସିମମ୍ ପ୍ରାଇସ୍ ହେଇପାରିବନି, କାହିଁକି ନା ଚଢେଇର ଯେହେତୁ କ୍ୱାଲିଟି, ଏଜ୍ ଏସବୁ ଉପରେ ଡିପେଣ୍ଡ କରେ। ତେଣୁ ଚଢେଇର ବିଭିନ୍ନ ପ୍ରକାର ଷ୍ଟେଜରେ ବିଭିନ୍ନ ପ୍ରକାର ପ୍ରାଇସ୍ ହେଇପାରିବ। ଯଦି ଚଢେଇଟା ଛୋଟ ଛୁଆ ଅଛି, 15 ରୁ 20 ଦିନ ଅଛି, ତାର ଗୋଟେ ପ୍ରାଇସ୍ ହେଇପାରିବ। ଯଦି ଚଢେଇଟା 5 ବର୍ଷ ବା ବ୍ରିଡିଂ କରୁଛି, ସେଟା ଗୋଟେ ପ୍ରାଇସ୍ ହେଇପାରିବ। ଯଦି ଚଢେଇଟା ବଣ୍ଡିଂ ପେୟାର ଅଛି, ଏସବୁ ପ୍ରାଇସ୍ ତାର ଆଉ ଗୋଟେ ମଧ୍ୟ ପ୍ରାଇସ୍ ହେଇପାରିବ। ଏତେ ବେଶୀ କ୍ୱାଲିଟି ଗୋଟେ ମ୍ୟାଟର କରେ। ଯଦି ଆପଣ ମାନେ ଏବେ ଦେଖିଥିବେ, ଗୋଟେ ଟ୍ରେଣ୍ଡିଂ ରେ ଚାଲିଛି ରେଡ୍ ଫ୍ୟାକ୍ଟର କନିଅର। ଯଦି ଆପଣ ମାନେ କିଛି କନିଅର ବିଷୟରେ ଧାରଣା ଥାଏ, ଆପଣ ମାନେ ଜାଣିଥିବେ ଯେ ଏବେ ଟ୍ରେଣ୍ଡିଂ ରେ ଚାଲିଛି ରେଡ୍ ଫ୍ୟାକ୍ଟର କନିଅର। ତ ନର୍ମାଲ କନିଅର ଆଉ ରେଡ୍ ଫ୍ୟାକ୍ଟର କନିଅର ଭିତରେ ପ୍ରାଇସ୍ ଟା ଅବଭିୟସଲି ହାଇ ରହିବ। ରେଡ୍ ଫ୍ୟାକ୍ଟର ପୁଣି ଦୁଇଟି ଭେରାଇଟି ହେଇପାରିବ, ଗୋଟେ ହେଲା କମ ରେଡ୍ ଫ୍ୟାକ୍ଟର, ଗୋଟେ ହେଲା ହାଇଲି ରେଡ୍ ଫ୍ୟାକ୍ଟର। ତେଣୁକରି ପ୍ରାଇସ୍ ଟା ମୁଁ ଏଇଥିପାଇଁ ମେନସନ କରିନି। ଚଢେଇରେ କଦାପି ହେଲେ ଗୋଟେ ଫିକ୍ସ ପ୍ରାଇସ୍ ହେଇପାରିବନି। ଆଉ ମୁଁ ଆପଣଙ୍କୁ ଯୋଉ ପ୍ରାଇସ୍ କହିବି, ସେଟା କଦାପି ଫିକ୍ସ ନୁହେଁ। ସେଟା କେବଳ ମୁଁ ଯୋଉ ପ୍ରାଇସ୍ ଟା କହିଲି, ଯୋଉ ଚଢେଇକୁ ରଖେଇକି ଯୋଉ ପ୍ରାଇସ୍ ଟା କହିଲି, କେବଳ ସେଟା ସେଇ ଚଢେଇ ପାଇଁ ଲାଗୁ, ବା ସେଇ ପ୍ରାଇସ୍ ଟା କେବଳ ସେଇ ଚଢେଇ ପାଇଁ ଲାଗୁ ହେଇପାରିବ। ସେଟା ଅଲଗା କୋଉ ଚଢେଇ ପାଇଁ ଲାଗୁ ହେଇପାରିବନି। କାରଣ ମୁଁ ଯୋଉ କଣ୍ଡିସନର ଚଢେଇ ରଖେଇଲି, ମୁଁ ଯୋଉ ଏଜ ର ଚଢେଇ ରଖେଇଲି, ସେଇ ଏଜ ର ସେଇ କଣ୍ଡିସନର ପ୍ରାଇସ୍ ଟା କେବଳ ସେଇ ଚଢେଇ ପାଇଁ ଲାଗୁ ହେଇପାରିବ। ତେଣୁକରି ପ୍ରାଇସ୍ ଟା ଆପଣ ଯୋଉ ବ୍ରିଡର ନଉଛନ୍ତି, ଯାହାଠୁ ନଉଛନ୍ତି, ବ୍ରିଡର ହଉ ବା ଟ୍ରେଡର ହଉ ବା ଦୋକାନୀ ହଉ, ଯାହାଠୁ ନଉଛନ୍ତି, ତାଙ୍କଠୁ ପ୍ରାଇସ୍ ଇନକ୍ୱାରି କଲେ କଣ କେତେ ଏଜ ର ଅଛନ୍ତି, ଚଢେଇଙ୍କର କ୍ୱାଲିଟି କଣ,
ଏସବୁକୁ ନେଇକି ଆପଣ ପ୍ରାଇସ୍ ଇନକ୍ୱାରି କଲେ ଆପଣ ମାନେ ଗୋଟେ ଜାଣିପାରିବେ ଯେ ଏମାନଙ୍କ ପ୍ରାଇସ୍ କେତେ। ତଥାପି ମୁଁ ଆପଣଙ୍କୁ ଗୋଟେ ବେସିକ୍ ଫଣ୍ଡାମେଣ୍ଟାଲ କହିବା ପାଇଁ ଚାହୁଁଛି, କନିଅର ମାନଙ୍କର ଷ୍ଟାର୍ଟିଂ ପ୍ରାଇସ୍ ଟା 1500 ଟଙ୍କାରୁ ଅପ୍ ଟୁ 4 ଲକ୍ଷ ବା 5 ଲକ୍ଷ ପର୍ଯ୍ୟନ୍ତ ଅଛନ୍ତି କନିଅର ମାନେ। କିନ୍ତୁ ଆମେ ଯେହେତୁ ଏଠି ବେସିକ୍ ବିଷୟରେ କଥା ହଉଛେ, ପପୁଲାର ବିଷୟରେ କଥା ହଉଛେ, 1500 ଟଙ୍କାରୁ ନେଇକି ଅପ୍ ଟୁ 25 ରୁ 30 ହଜାର ପର୍ଯ୍ୟନ୍ତ କନିଅର ମାନେ ପେୟାର ପାଇଛି। ଆଶା କରୁଛି ଯେ ଏଇ ଛୋଟ ଭିଡିଓ ମାଧ୍ୟମରେ କନିଅର ମାନଙ୍କର କିଛି କିଛି ତଥ୍ୟ ଆପଣ ମାନଙ୍କୁ ଦେଇପାରିଛି ବୋଲି। କନିଅର ମାନଙ୍କର ସମ୍ପୂର୍ଣ୍ଣ ତଥ୍ୟକୁ ନେଇକି ମୁଁ ଅଲଗା ସମୟରେ କିଛି କିଛି ପାର୍ଟକୁ ନେଇକି ଭିଡିଓ ବନେଇବି। କିନ୍ତୁ ଆଜିର ଭିଡିଓଟାକୁ ଏଇଠି ଛାଡିବା। ପୁଣି ଗୋଟେ ନୂଆ ଭିଡିଓ ନୂଆ ଟପିକ ସେଠି ରହୁଛି। ନମସ୍କାର।